ଜୟ ଜଗନ୍ନାଥ ଭାଇ, ନମସ୍କାର। ତ ଆପଣମାନେ ଓଡ଼ିଶା ଡ୍ରାଇଭର ମହାସଂଘରେ ଜଡ଼ିତ ଅଛନ୍ତି। ତ ଆପଣଙ୍କର ଯଦି କିଏ ଡେଥ୍ କରୁଛି ଡ୍ରାଇଭର ଭାଇ ଜଣେ, ତାଙ୍କ ଫର୍ମ ଆପଣମାନେ ଫିଲ୍ଅପ୍ କରୁଛନ୍ତି ନା କରୁନାହାନ୍ତି? ତାଙ୍କର ଆଣିକି ଆପଣ ଫିଲ୍ଅପ୍ କରିକି ଦେଲେ ସେଟା ଗଭର୍ଣ୍ଣମେଣ୍ଟର ଫେସିଲିଟି ଦେବା। ତ ସଂଘରେ ଆମର ଜଡ଼ିତ ରହିଲେ ଗୋଟେ ବଡ଼ ବେନିଫିଟ୍ ହେଲା, ଆମେ ତ ଯଦି ଆମର କେତେବେଳେ ଅସୁବିଧା ହେବ କେହି କହିପାରିବେ, ଜୀବନରେ କ'ଣ କେତେବେଳେ ହେବ କାହାକୁ ଜଣା ନାହିଁ। ତ ଯଦି ଆମେ ସଂଘରେ ଜଡ଼ିତ ଥିଲେ ଆମର ଭାଇମାନେ ଆମର ପରିବାରକୁ କେମିତି ପଇସା ମିଳିବ ସେଟା ଦିଆ କରାଇବେ, ବୁଝିପାରିଲେ? ଯେମିତିକି ଯଦି ଜଣେ ସଂଘରେ ଜଡ଼ିତ ହେଇନି ସେ ପଇସା ପାଇବନି ବୋଲି କହିବା ଆମର ଭୁଲ ହବ। ସେ ପଇସା ପାଇବ, ସଂଘରେ ଜଡ଼ିତ ନ ହେଇଥିଲେ ପାଇବ, କିନ୍ତୁ ସେଟା ଚପଲ ଛିଡ଼ିଯିବ ଆଉ ତାଙ୍କ ଲେଡିଜ୍ ଲୋକ ଭୁବନେଶ୍ୱର ଦୌଡ଼ି ଦୌଡ଼ି ବିଜାର ହେଇଯିବ। କିନ୍ତୁ ଆମର ଯଦି ସଂଘରେ ଜଣେ ଜଡ଼ିତ ଅଛି କିଛି କୁଆଡ଼େ ଯିବାକୁ ପଡ଼ିବ। ଆମେ ଆମ ଆଡ଼ୁ ଯାଇକି ଆମେ ବର୍ତ୍ତମାନ ଆମର 3ଟା ଫର୍ମ ଫିଲ୍ଅପ୍ ହେଇକିନା, 3ଟା ଯୋଉ ଫର୍ମ ଫିଲ୍ଅପ୍ ହେଇଛି ଯାହାର ଡେଥ୍ କରିଛି ତାକୁ ମିସେସ୍ ଅଫିସକି ଆସିଛନ୍ତି ନା ଆପଣ ଯାଇକି ତାକୁ ନାଇଁ ଆମେ ଯାଇକି ମାଗିଛୁ। କଥା ବୁଝ, ଆମେ ଆମର ଗୋଟେ ଭାଇ ଦେହାନ୍ତ କଲା ପରେ ଆମେ ପୁରା ଦାୟିତ୍ୱ ନେଇକିରି ଚିନ୍ତା କରିକିରି ଆମେ ତା ଘରକୁ ଯାଉଛନ୍ତି, ତା ଘରକୁ ଯାଇକିରି ତାକୁ ନମସ୍କାର କରିକିରି ଆପଣ ମାନେ ଫର୍ମ ଫିଲ୍ଅପ୍ କରନ୍ତୁ, ଆପଣଙ୍କର ଗଭର୍ଣ୍ଣମେଣ୍ଟର କେମିତି ବେନିଫିଟ୍ ମିଳିବ। ଯଦି ଜଣେ ସଂଘରେ ନାହିଁ ସେ କୋଉଠିକି ଯିବ? ଭୁବନେଶ୍ୱର ଏଇ ପଇସା ଡିପୋଜିଟ୍ ଆମେ ଫର୍ମ ଦେବୁ, ଏଇଟା ତ କୋଉଠି ଜିଲ୍ଲା ଲେବଲ୍ ହୁଏ, ଥରେ ଭୁବନେଶ୍ୱର ଲେଡିଜ୍ ଲୋକ କଲା ବେଳେ କେତେ ହଇରାଣ। ଆଜିକାଲି ଭାଇ ବନଉଛି କେହି କାହାର ନାହିଁ, ସୁବିଧା ବେଳେ ସମସ୍ତେ ପଇସା ଅଛି ତ ଗୋଟେ ଖାଇବା ପିଇବା ସାଙ୍ଗସାଥି ଆଜି ବାହାଘର ଯିବା ସେଥିରେ ବହୁତ ଲୋକ ଆସିବେ, ବିପଦ ବେଳେ କେହି ଆସିବେନି, ବିପଦ ବେଳେ ବହୁତ କମ ଲୋକ ଦେଖାଦେବେ। ତ ସେତିବେଳେ ସେ ହଇରାଣ ହେବେ। ତ ସେଥିଯୋଗୁଁ ସମସ୍ତଙ୍କୁ ଅନୁରୋଧ କରାଯିବ, ଆଉ ଆପଣଙ୍କର ଯେତେ ବି ଭାଇମାନେ ଅଛନ୍ତି ଯୋଉମାନେ ଆକ୍ଟିଭ ନାହିଁ ସେମାନଙ୍କୁ ମୁଁ ଅନୁରୋଧ କରିବି, ଏଇଟା এই ଭିଡ଼ିଓଟା ମୁଁ ସାରା ଓଡ଼ିଶାର ଡ୍ରାଇଭର ଅନୁରୋଧ କରିବି ଭିଡ଼ିଓ ମାଧ୍ୟମରେ ଯେ ସମସ୍ତ ଡ୍ରାଇଭର ଭାଇମାନେ ସଂଗଠନରେ ଜଡ଼ିତ ହୁଅନ୍ତୁ। ସଂଗଠନରେ ଜଡ଼ିତ ହେଲେ କ'ଣ ଫେସିଲିଟି ପାଇବେ, ଆପଣମାନଙ୍କର କୋଉଠି କିଛି ଅସୁବିଧା ହେଲେ ସଂଗଠନ ନିଶ୍ଚୟ ଛିଡ଼ା ହେବ। ହଉଛି ନା ନାହିଁ? ଆପଣମାନେ ତ ଛିଡ଼ା ହନ୍ତି ନା, ତ ଆପଣଙ୍କର ଅସୁବିଧା ହେଲେ ଆଉ ଭାଇମାନେ ଛିଡ଼ା ହେବେ ନା ଛିଡ଼ା ହେବେ ନା। ଆଜି ରୋଡରେ ଗାଡ଼ି ଗୋଟେ ଅସୁବିଧା ହେଲେ ସାହାଯ୍ୟ ସୁଯୋଗ ପାଉଛୁ ଆମେ, ଆମକୁ ଗୋଟେ ପ୍ରୋବ୍ଲେମ ହେଲେ ଦିଆହଉଛି କୌଣସି ଜାଗାରେ ଆଗରୁ ଆମେ ଡ୍ରାଇଭର ଗୋଟେ ଥାନାକୁ ଯାଅ ତହସିଲ ଯାଅ ଯୋଉଠି ଗଲେ କିଛି କାହାର ଗୋଟେ ସମ୍ମାନ ନଥିଲା। ଆଜିକା ଡେଟ୍ରେ ଡ୍ରାଇଭର ଭାଇକୁ ଥାନା ଦଉଛି ଏତେ ଦଉଛି, ଗାଁରେ ଗୋଟେ ମିଟିଂ ହଉଛି ପ୍ରୋଗ୍ରାମ ହଉଛି ସେଠି ଗୋଟେ ସମ୍ମାନ ଦଉଛନ୍ତି। ଆମେ ବି ସେମିତି କାମ କରୁଛି, ଗୋଟେ ସୋସିଆଲ ଜନସେବା କାହାର ହଜିଗଲା, କାହାର ଗୋଟେ ଅସୁବିଧା ହେଲା, ଆଉ ଆଗରୁ କ'ଣ ଥିଲା ସେଟା କହିପାରିବାନି, କିନ୍ତୁ ଏତିକି ମହାସଂଘ ହେଲା ପରେ ଆମେ ଜାଣୁଥିଲି ଡ୍ରାଇଭର ଭାଇମାନେ କାହାର 5,000 ଟଙ୍କା ଗୋଟେ ପର୍ସଟେ ପାଇଲେ ବି ସେଟା ଆଉ ପକେଟରେ ପକଉନାହାନ୍ତି, ସେଟା ଫଟୋ କରିକି ସାଙ୍ଗେ ସାଙ୍ଗେ ଭାଇ ମୁଁ ଗୋଟେ ପର୍ସ ପାଇଛି କାହାର ତମେ ନେଇଯାଅ ଭାଇ କହୁଛନ୍ତି ନା ନାଇଁ? এই ଜିନିଷ ପରିବର୍ତ୍ତନ ହେଇନା ନାହିଁ। ତ ସଂଗଠନରେ ରହିଲେ ଆମେ ଆଚରଣ ଉଚ୍ଚାରଣ ଲୋକମାନଙ୍କୁ କେମିତି କହିବା, କେମିତି ବୁଝିବା, ନିଜେ ବୁଝିବାର ହେଲା ବଡ଼ କଥା, ସବୁ ବୁଝେଇବାଟା ସେକେଣ୍ଡ କଥା, ମାନେ ସାମ୍ନା ଲୋକର କଥାଟା ବୁଝିବା, ଯେମିତି ଆପଣ ବୁଝିପାରନ୍ତି ସେମିତି ବୁଝିବା ଆଉ ବୁଝେଇବା ନିହାତି ପରିବର୍ତ୍ତନ ହେଇଛି। ଆଗରୁ ଡ୍ରାଇଭର ଭାଇମାନେ ଗାମୁଛା ଖଣ୍ଡେ ପିନ୍ଧି ଗାଡ଼ି ହାତ ପହଞ୍ଚି ଗୋଟେ ଗାମୁଛା ଖଣ୍ଡେ, ଗାଧା ପାଧା ନାହିଁ, କିଛି ଟାଇମ୍ ଟେବୁଲ ନାହିଁ। ତ ଆଜିକା ଡେଟ୍ରେ ଆପଣଙ୍କୁ ଦେଖନ୍ତୁ କେମିତି ଭାଇମାନେ ଆମର ଅଛନ୍ତି, ସମସ୍ତେ ଡ୍ରେସ୍ ପିନ୍ଧିଛନ୍ତି, ଗୋଟେ ଆଇ କାର୍ଡ ଓହ୍ଲେଇଛି, ଗୋଟେ ଯିଏ ବି ଆପଣ ଗୋଟେ ଲାଗୁଛି ଆମର ଗୋଟେ ତ ସମସ୍ତଙ୍କ ଅନୁରୋଧ ସମସ୍ତେ ନିଜର ଡ୍ରେସ୍ କୋଡ୍ଟା ଗାଡ଼ି ଚଲାଇଲା ବେଳକୁ ଅଲଗା ଟାଇମ୍ ନାହିଁ, ଗାଡ଼ି ଚଲାଇଲା ବେଳକୁ ଆପଣମାନେ ବର୍ଦ୍ଦି ପରିଧାନ କରନ୍ତୁ, ଫୁଲ୍ ବର୍ଦ୍ଦି ପ୍ୟାଣ୍ଟ ସାର୍ଟ ପିନ୍ଧନ୍ତୁ। ଆମେ ଗୋଟେ ମିଟିଂ ଇଆଡ଼େ ପଳେଇ ଆସିଲେ ଠିକ୍ ଅଛି ଚଳିବ, କିନ୍ତୁ ଯେତେବେଳେ ଗାଡ଼ି ଡ୍ରାଇଭିଂ କରୁଛି ସେତେବେଳେ ଯେମିତି ପୋଲିସ ଅଫିସର ଜଣେ ତାଙ୍କର ଡ୍ୟୁଟି କଲା ବେଳକୁ ସେ ବି ଦେବା, ଆମର ତ ହାଫ୍ ଅଛି ତାଙ୍କର ଫୁଲ୍, ଯେତେ ଗରମ ହେଲେ ବି ସେ ଫୁଲ୍ ଡ୍ରେସ୍ଟା ପିନ୍ଧିକି ଚଲ ଆରାମସେ, କୋଉଠି କିଛି ଅସୁବିଧା ହେଲା କି ପଡ଼ିଲା ତମକୁ ସମ୍ମାନ ଦେବେ। ଗୋଟେ ଜାଗା ଗାଡ଼ି ଠିଆ କରି ଓହ୍ଲେଇ ଦୋକାନକୁ ଯିବ, ଦୋକାନ ବାଲା ତମକୁ ସମ୍ମାନ ଦେବ, ତମେ ଆଇ କାର୍ଡ ଓହ୍ଲେଇଯିବ ଯିବ ତମକୁ ସମ୍ମାନ ଦେବେ। ତମେ ଗୋଟେ ଗାମଛା ଖଣ୍ଡେ ପିନ୍ଧିକି ଯିବ, ପାନ ଖାଇ ଦେଇଥିବ, ନିଶା ଖାଇ ଦେଇଥିବ, କଥା କହୁଥିବ ତାର ବାଲାନ୍ସ ନଥିବ, ସେଥିରେ ସମ୍ମାନ ପାଇବ କି? ତ ନିଜ ସମ୍ମାନ ନିଜ ହାତରେ। ତ ଏତିକି ମୁଁ କହିବି, ସଂଗଠନରେ ଯୋଡ଼ି ହେଲା ପରେ ନିହାତି ଆମେ ପରିବର୍ତ୍ତନ 4 ବର୍ଷ ଭିତରେ ଆମେ ପରିବର୍ତ୍ତନ ହେଇକି ନାହିଁ ନା, 4 ବର୍ଷ ଭିତରେ ଆମେ ପରିବର୍ତ୍ତନ ହେଇକି ନାହିଁ ନା, ନିଶ୍ଚୟ ଆମର କଥାବାର୍ତ୍ତା ବ୍ୟବହାର। ଆଉ ଆପଣମାନେ ନିଜେ ଚିନ୍ତା କରି କୁହନ୍ତୁ, ଆପଣଙ୍କ ଗାଁରେ
ସଂଘ ପୂର୍ବରୁ ଆମର କଣ ସମ୍ମାନ ଥିଲା ଆଜି ଡେଟ୍ରେ ସମ୍ମାନ ପାଉଛି ନା ପାଉନା ଗାଁ ସାହି ଭାଇ ସବୁ ଜାଗାରେ ତ ନିହାତି ସମସ୍ତ ବୁଝାନ୍ତୁ ସମସ୍ତ ସଂଗଠନ ହଁ ଆମ ସଂଗଠନରେ ବି ଯୋଡ଼ି ହୁଅନ୍ତୁ ଅଲଗା ସଂଗଠନରେ ବି ଯୋଡ଼ି ହୁଅନ୍ତୁ କିନ୍ତୁ ଗୋଟେ ସମାଜ ଭିତରେ ରୁହନ୍ତୁ ଯେମିତି ଗୋଟେ ଗାଁରେ ଆମେ ଘର କରୁଛୁ ଗାଁରେ ଘର କଲା ଗୋଟେ ସମାଜରେ ରହୁଥିଲେ ନାହିଁ ଯୋଉମାନେ ଗାଁର ସମାଜ ବାହାରେ ରହୁଛନ୍ତି କିଛି ଲୋକ ଅଛନ୍ତି ଗାଁରେ ଦି ତିନି ଘର ଥିବ ସେ କାହା ସାଙ୍ଗେ ପକଉନଥିବ ଚଳଦେବେ ତାଙ୍କର ବ୍ୟାକଗ୍ରାଉଣ୍ଡ କଣ ସେମାନଙ୍କର ମାନସିକତା କଣ ସେମାନଙ୍କର ଚିନ୍ତାଧାରା କଣ ସବୁ ଭୁଲ ଥିବ ତ ଗୋଟେ ଆମେ ଯେମିତି ଗୋଟେ ପରିବାର ସମାଜ ଭିତରେ ରହୁଛି ସେଟା ଗୋଟେ ଡ୍ରାଇଭର ସମାଜ ଆମେ ଗୋଟେ ସଂଗଠନ ଭିତରେ ରହିଲେ ନିହାତି ଆମେ କିଛି ଉପକୃତ ହବା ଆଗାମୀ ତ ସମସ୍ତଙ୍କୁ ଅନୁରୋଧ କରିବା ସମସ୍ତେ ଆମ ସଂଗଠନ ଜଡ଼ିତ ହେଉନ୍ତୁ ଆଗାମୀ ଦିନରେ ଆମେ ଡ୍ରାଇଭର ସମସ୍ତ ନେଇପାରିବା ଜୟ ଜଗନ୍ନାଥ।